ତାଳଚେରରେ ଏବେ ଗୋଟେ ଦୁଃଖଦୀୟ ଘଟଣା ଘଟିଛି। ଗୋଟେ ନିରୀହ ଝିଅକୁ ତାଳଚେର ଷ୍ଟେସନ ଯାଏଁ ଆସିଥିଲା, ତାପରେ ତାଳଚେରରେ ରୋଡ ଗଲା ତା ଟ୍ରେନ ଫେଲ ହବାରୁ ତାକୁ ତାଳଚେର ରୋଡରେ ସମସ୍ତେ ମିଶି କିଛିଟା ଦୁର୍ବୃତ୍ତ ମିଶି ତାକୁ ରେପ୍ କରିଛନ୍ତି। ରେପ୍ କରିକିନି ତାକୁ ଜାଳି ଦେଇଛନ୍ତି। ମାନେ କେତେ ଦୁଃଖଦୀୟ ଘଟଣା। ଯଦି ଆମର କୋଉ ପଇସା ବାଲା ଘର ଝିଅ ହେଇଥାନ୍ତା ଆଉ କୋଉ ପଲିଟିସିଆନ ଝିଅ ହେଇଥାନ୍ତା ତା ପାଇଁ ବହୁତ କିଛି ଏନକା ହେଇସାରିତାନି। ବାକି ସେ ଗୋଟେ ଗରିବ ଘର ଛୁଆ, ଗୋଟେ ମିଡିଲ କ୍ଲାସ ଘର ଛୁଆ, ସେ କିଛି କରିପାରୁନି। ମାନେ ବୁଝିପାର, ମାନେ ଯଦି ଆମର ବି କୋଉ ଭଉଣୀର ଯଦି ଏମିତି ହେଇଥାନ୍ତା ଆମେ କଣ କରିଥାନ୍ତେ। ଲେକିନ ସେ ଗୋଟେ ଗରିବ ଘର ଛୁଆ ବୋଲି ତା ମା ବାପା କିଛି କରିପାରୁନାହାନ୍ତି, ଥାନାର ନଷ୍ଟ ହୋଇଛନ୍ତି। ବାକି ଲେକିନ ଥାନା ବାଲା କିଛି ଏତେବେଳେ ମାନେ ପଦକ୍ଷେପ ନଉନି। ମାନେ ମାନେ ପଇସା ବାଲାଙ୍କୁ ଇଜ୍ଜତ, ବାକି ପଇସା ବାଲା ଯାହାର ପାଖରେ ପଇସା ନାହିଁ ତା ପାଖକୁ ମାନେ ଇଜ୍ଜତ ନାହିଁ। ମାନେ କୋଉ ଭଳିଆ ମାନେ ଭାବୁଥାନ୍ତୁ। ମାନେ ଏଇଭଳିଆ ଲୋକଙ୍କୁ କଣ କରାଯିବ ଆପଣ କମେଣ୍ଟରେ ଲେଖନ୍ତୁ। ଆଉ ଏଇ ଭିଡିଓଟି ବହୁତ ସେୟାର କରନ୍ତୁ, ଲାଇକ୍ କମେଣ୍ଟ ଆମର ଦରକାର ନାହିଁ। ଏଇ ଭିଡିଓଟି ବହୁତ ଜୋରସେ ସେୟାର କରନ୍ତୁ।